ବିବିଧ ବାଦ୍ୟ ବଜାଇ ପ୍ରକମ୍ପିତ କରୁଛନ୍ତି ଏ ମନ୍ଦିର ପରିସରକୁ। ତେଣୁ ବାବା ଚନ୍ଦନେଶ୍ୱରଙ୍କୁ ଧ୍ୟାନ କରି ଧୀରେ 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 ଆସିବେ। କେହି ଦୌଡ଼ା ଦୌଡ଼ି କରିବେ ନାହିଁ। ଧୀରେ 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 କାରଣ ତ ବହୁତ ଅଛି, ତେବେ ପ୍ରମୁଖ କାରଣ ହେଉଛି କ'ଣ ବା କହିବେ এই କାରଣ ପଛର ରହସ୍ୟ। ଯେଉଁ ଅନିର୍ବାଚନୀୟ ସୁଷମାର ଆଧାର ଆଜି ଆପଣ ଦେଖୁଛନ୍ତି ଏଠି ଯେଉଁ ଭାକ୍ତିକ ପରିବେଶ, ଯେଉଁ ମାନ୍ତ୍ରିକମୟ ପରିବେଶ ମଧ୍ୟରେ ଭକ୍ତ ଡାକୁଛି ତାର ଆରାଧ୍ୟକୁ, ହେ ପ୍ରଭୁ ମୋ ସମସ୍ତ କାମନା, ସମସ୍ତ ମନବାଞ୍ଛା, ସମସ୍ତ ମୋର ଯେଉଁ ଆକାଂକ୍ଷା ଅଛି ତାକୁ ତୁମେ ପୂରଣ କର ପ୍ରଭୁ। ମୁଁ ତୁମ ନିକଟରେ ଆଜି ଆତ୍ମସମର୍ପଣ ହେଇଛି। ତେଣୁ ଆଜି ଦେଖୁଛନ୍ତି ଆପଣ এই ଭାକ୍ତିକ এই ମାନ୍ତ୍ରିକ ପରିବେଶ ମଧ୍ୟରେ ଶ୍ରୀ ଚନ୍ଦନେଶ୍ୱର ବିରାଜମାନ କରିଛନ୍ତି। ଭକ୍ତଙ୍କର ଆତୁର ଡାକ ଶୁଣୁଛନ୍ତି। ତେଣୁ ଆମେ ଦେଖୁଛୁ, ଆମେ କ'ଣ ବି କହିପାରିବୁ। ସେ ଅରୂପରୁ ପୁଣି ଅନେକ ରୂପରେ ଧାରଣ କରନ୍ତି। ସେ ତାଣ୍ଡବ ନୃତ୍ୟ ମଧ୍ୟ କରିପାରନ୍ତି। ତାଙ୍କ ତାଣ୍ଡବ ନୃତ୍ୟରେ ପୃଥିବୀ ପ୍ରକମ୍ପିତ ହୋଇଯାଏ। ଜଟାଷ୍ଟମୀ ଗଲଜ୍ଜଳ ପ୍ରବାହ ପାବିତ ସ୍ଥଳେ ଗଳେ ବଲಂ ବଲಂ ବିଦଙ୍ଗ ଭୁଜଙ୍ଗ ତୁଙ୍ଗ ମାଲିକಂ ডমর 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 নিনাদমর ডমরময়ম চকার চন্দ্র তাণ্ডব তনুঃ শিব শিব। সে তাণ্ডব নৃত্যরে পৃথিবী প্রকম্পিত କରିପାରନ୍ତି। ପୁଣି ସମୁଦ୍ର ମନ୍ଥନ ବେଳେ ସମସ୍ତ ଗରଳକୁ ପାନ କରି ଏ ବିଶ୍ୱକୁ ରକ୍ଷା କରିବା ନିମନ୍ତେ କଣ୍ଠସ୍ଥ କରିଦିଅନ୍ତି ଏବଂ ନୀଳକଣ୍ଠ ନାମ ଧାରଣ କରନ୍ତି। ତାଙ୍କର ମହିମା, ତାଙ୍କର ବର୍ଣ୍ଣନା ମୁଁ କ'ଣ କରିପାରିବି। ଯଦି ପୃଥିବୀ କାଗଜ ହୁଏ, ବୃକ୍ଷ ଯଦି କଲମ ହୁଏ, ସମୁଦ୍ର ଯଦି କାଳି ହୁଏ, ତାହେଲେ ମଧ୍ୟ ତାଙ୍କର ମହିମା ଲେଖିବା ଅତ୍ୟନ୍ତ ଅସମ୍ଭବ। ଅସମ୍ଭବ ଏ ଦୃଷ୍ଟିରୁ ସେ ଅନିର୍ବାଚନୀୟ, ଅନାଦି, ଅନନ୍ତ, ଅରୂପ, ଅନେକ। ତାଙ୍କୁ ପରିପ୍ରକାଶ କରିବା ଏ କ୍ଷୁଦ୍ର ମସ୍ତିଷ୍କରେ ଆଦୌ ସମ୍ଭବ ନୁହେଁ। ତେଣୁ ଭକ୍ତ ଆଜି ତାର ସମସ୍ତ ଇଚ୍ଛା, ସମସ୍ତ କାମନା, ସମସ୍ତ ବାସନାକୁ ଭଗବାନଙ୍କ ପାଦ ପଦ୍ମରେ ଅର୍ପଣ କରି କହୁଛି, ହେ ପ୍ରଭୁ ମୁଁ ତୁମର ମହିମା, ତୁମ ତତ୍ତ୍ୱ ବିଷୟରେ ମୁଁ କିଛି ଜାଣେ ନା। ମୁଁ ଜାଣେ କେବଳ ତୁମକୁ। ତୁମେ ହିଁ ବ୍ରହ୍ମ, ତୁମେ ହିଁ ମୋର ଭଗବାନ, ତୁମେ ହିଁ ମୋର ଆରାଧ୍ୟ। এই ଭାବନା ନେଇ ଆଜି ଭକ୍ତମାନେ ବସିଛନ୍ତି। ଆଉ ଅଳ୍ପ ସମୟ ପରେ ଆମର ଅର୍ଘ୍ୟପ୍ରଦାନ କାର୍ଯ୍ୟକ୍ରମ ଆମେ ଆରମ୍ଭ କରିବୁ। ତାପରେ ଯାଇ ଭକ୍ତମାନେ ସେମାନଙ୍କର ଉପବାସ ଆଜି ଭଙ୍ଗ କରିବେ।